ନାମରେ ମୁଁ ଅମନ ପ୍ରଧାନ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ପ୍ରତ୍ୟେକଙ୍କୁ ଯୀଶୁଙ୍କ ନାମରେ ପ୍ରେଜ୍ ଦ ଲର୍ଡ ଆଉ ଧନ୍ୟବାଦ ସମ୍ବର୍ଦ୍ଧନା ଜଣାଏ। ଆଜିର ଟପିକ୍ଟା ହେଲା ମୁହଁ ଦେଖି କଥା, ବର୍ଷା ଦେଖି ଛତା। ତ ପ୍ରିୟ ସାଙ୍ଗମାନେ, ପ୍ରିୟ ବନ୍ଧୁମାନେ, ପ୍ରିୟର ମୋର ସାଙ୍ଗସାଥିମାନେ, ଆପଣମାନେ ସବୁ ସ୍ଥାନରେ ସବୁ ଜାଗାରେ ଯାଆନ୍ତି। ତ ଦେଖିବା ଦ୍ୱାରା ଆପଣମାନଙ୍କୁ କଥା କହିଥାନ୍ତି, ଦେଖିବା ଦ୍ୱାରା ଆପଣମାନଙ୍କର ବ୍ୟବହାର ସେମାନେ ବୁଝିଥାନ୍ତି। ତ ବାଇବଲ କହେ ପ୍ରିୟ ସାଙ୍ଗମାନେ, ତ ଗୋଟିଏ ପରିବାର ବିଷୟରେ ଗୋଟିଏ ଆମେ ପାଠ କରିବା। ତାହା ହେଉଛି ଯାକୋବଙ୍କ ପରିବାର। ଯାକୋବ କେଉଁ ଘରେ ଥିଲେ? ତାହା ହେଉଛି ଗୋଟେ ଲାବନଙ୍କ ପରିବାର। ତ ଲାବନ ହେଉଛନ୍ତି ଯାକୋବଙ୍କର ଶ୍ୱଶୁର। ତ ସେ ଲାବନ ତାଙ୍କର ଜୋଇଁ ଯାକୋବଙ୍କୁ କେମିତି ବ୍ୟବହାର କରୁଛନ୍ତି ଦେଖନ୍ତୁ। ତ କେଉଁ ସ୍ଥାନରେ ମଧ୍ୟ ଆମେମାନେ ଯାଉନା ସୁରକ୍ଷିତ ବୋଲି ନାହିଁ। ତ ଜୋଇଁମାନଙ୍କୁ ଅଧିକ ଭାବରେ କେଉଁଠି ସୁରକ୍ଷିତ ମିଳିଥାଏ? ତ ଶ୍ୱଶୁର ଘରେ ଅଧିକ ସମ୍ମାନ ମିଳିଥାଏ, ରହିବା ପାଇଁ, ଖାଇବା ପାଇଁ, ଶୋଇବା ପାଇଁ। ତ ଅଧିକ ମାତ୍ରାରେ ସମ୍ମାନ ଶ୍ୱଶୁର ଘରେ ମିଳିଥାଏ ବୋଲି ଆମମାନେ ଜାଣିଥାଉ। କିନ୍ତୁ ଦେଖିଲା ବେଳକୁ ଆଜିକା ଯୁଗରେ ଉଲ୍ଟା ହେଇଯାଇଛି। ତ ପ୍ରିୟ ସାଙ୍ଗମାନେ, ତ ଶ୍ୱଶୁର ଘରେ ଆଉ ସେ ପ୍ରକାର ସମ୍ମାନ ବି ନାହିଁ, କି ବନ୍ଧୁ ଘରେ ମଧ୍ୟ ନାହିଁ, କି ସାହି ପଡ଼ିଶାରେ ମଧ୍ୟ ନାହିଁ। ଆପଣମାନେ ମୁହଁ ଦେଖିକି ବୁଝିପାରୁଥିବେ ବୋଲି ମୁଁ ଆଶା କରେ। ତ ଏମିତିକା ଗୋଟେ ପରିବାରକୁ ଆମେ ଆଜି ଅଧ୍ୟୟନ କରୁଅଛୁ। ତାହା ହେଉଛି ଯାକୋବଙ୍କ ପରିବାର ବା ଯାକୋବ ଘର ଜୋଇଁ ହିସାବରେ ଥିଲେ। ସେହି ଘରର ମୁଖ୍ୟ ହେଉଛନ୍ତି ଲାବନ। ଲାବନ ଯାକୋବଙ୍କୁ କେମିତି ବ୍ୟବହାର କରୁଛନ୍ତି ଦେଖନ୍ତୁ। ତ ଆପଣଙ୍କ ଜୀବନରେ ବି ସେମିତି ହେଇଥାଇପାରେ। ତ ଆପଣଙ୍କୁ ଆପଣଙ୍କ ଶ୍ୱଶୁର କି ପ୍ରକାର ଭାବରେ ବ୍ୟବହାର କରୁଛନ୍ତି, ଆପଣଙ୍କର ବନ୍ଧୁ, ଆପଣଙ୍କର ସାଙ୍ଗ, ଆପଣଙ୍କର ଶିକ୍ଷକ, ଆପଣଙ୍କର ପାର୍ଟନର କେମିତି ଭାବରେ ବ୍ୟବହାର କରୁଛନ୍ତି, ଯାହା ଆପଣମାନେ ପଢ଼ିବା ଦ୍ୱାରା ବୁଝିପାରିବେ। ତ ଦେଖନ୍ତୁ, ମୁଁ ପଢ଼ୁଛି ଆମ ସମସ୍ତଙ୍କ ଶିକ୍ଷଣୀୟ ବିଷୟ ଅଟେ। ଆଜିକା ସମାଜରେ କ'ଣ ଚାଲିଛି, କେମିତି ଚାଲିଛି, ଚାଲ ଦେଖିକି ବୁଝିବା। ମୁହଁ ଦେଖି କଥା, ବର୍ଷା ଦେଖି ଛତା। ତ ଦେଖନ୍ତୁ, ଆଦି ପୁସ୍ତକ ତାର 31 ପର୍ବ ତାର 2 ପଦରେ ଲେଖାଗଲା, ପୁଣି ଲାବନ ତାହା ପ୍ରତି ପୂର୍ବ ପରି ନୁହେଁ, ଏହା ଯାକୋବ ତାହା ମୁଖ ଦେଖି ବୁଝିଲା। ଆଗ ପରି ଆଉ ଶ୍ୱଶୁରମାନେ ଜୋଇଁମାନଙ୍କୁ ସମ୍ମାନ ଆଉ ଆଦର କରୁନାହାନ୍ତି। ନିଜର ସାଙ୍ଗସାଥିମାନେ ମଧ୍ୟ ଆଗ ପରି ଆଉ ସମ୍ମାନ ଆଦର ପ୍ରେମରେ କରୁନାହାନ୍ତି। କାହିଁକି ନା ମୁହଁ ଦେଖି ବୁଝିପାରି ହେଉଛି। ଯାକୋବ ତ ମୁହଁ ଦେଖି ବୁଝିପାରିଲେ ଯେ ମୋ ଶ୍ୱଶୁର ଆଜି ଅଲଗା ମୁହଁ କରିଛନ୍ତି, ମାନେ ବୋଇତାଳୁ ମୁହଁ, ଯେଉଁଟାକି ବାଇଗଣିଆ ମୁହଁ। ତ ଆଗରେ ଦେଖିଲା ବେଳକୁ ହସ ହସ ମୁହଁ ଥିଲା, ଏତେ ସୁନ୍ଦର ଥିଲା, ଏତେ ସ୍ମାଇଲ୍ ଥିଲା। ତ ଆଜି ଏମିତି କ'ଣ ଅଛି ନା ବୋଇତାଳୁ ମୁହଁ। ତ ଦେଖିବାକୁ ଗଲେ ତ ଶ୍ୱଶୁର ଘର ଜିନ୍ଦାବାଦ ବୋଲି କହନ୍ତି। ଆମର ଓଡ଼ିଆରେ ଗୋଟେ ଢଗ ଅଛି, ଦେଖିଲା ବେଳକୁ ଶ୍ୱଶୁର ଘର ମୁର୍ଗାବାଦ। ଓ ମାଇ ଗଡ୍। ତ ଦେଖନ୍ତୁ, ସେଥିପାଇଁ କଥାରେ ଅଛି, ଆମର ଓଡ଼ିଆ କଥାରେ ଅଛି, ଓଡ଼ିଆରେ ଗୋଟେ ଢଗ ଏମିତି ଅଛି, ମୁହଁ ଦେଖି କଥା, ବର୍ଷା ଦେଖି ଛତା। ପାଦକୁ ଯଥା, ବର୍ଷାକୁ ଛତା, ପାଣି ଦେଖି ଲୁହା। ତ ଦୁନିଆରେ ଦେଖିବାକୁ ଯିବା ତ ଆପଣଙ୍କର ମୁହଁ ଦେଖି ଆପଣଙ୍କୁ କେଉଁ ପ୍ରକାର ମାଧ୍ୟମରେ ବ୍ୟବହାର କରୁଛନ୍ତି, ତ ଆପଣଙ୍କର ବନ୍ଧୁମାନେ, ଆପଣଙ୍କର ସାଙ୍ଗମାନେ ଜାଣିପାରୁଥିବେ। ଆଜିକା ଦୁନିଆରେ ଏ ପ୍ରକାର ତ ଲାଗେ, ଏହା ବାସ୍ତବରେ ମୁହଁ ଦେଖି ସବୁ ଜାଣି ହେଉଛି। ତ ଆଗ ପରି ଆପଣଙ୍କ ପ୍ରେମ, ଏତେ ଭଲ ପାଇବା ଆପଣଙ୍କ ପରିବାରରେ, ଆପଣଙ୍କ ଶ୍ୱଶୁର ଘରେ, ଆପଣଙ୍କର ବନ୍ଧୁ ଘରେ ଅଛି କି ଆପଣଙ୍କ ପ୍ରତି? ନାହିଁ। ମୁହଁରୁ ଜଣାପଡ଼େ ଯେ ଆଗ ଭଳିଆ ଆଉ ନାହିଁ। ଏହା ଏକ ମାଥ୍ୟୁ ଲିଖିତ ସୁସମାଚାର ତାର 24 ପର୍ବ ଲେଖାଗଲା ଯେ ଅଧର୍ମ ବୃଦ୍ଧି ପାଇବା ସକାଶୁ ଆଜି ପ୍ରେମ ଶିଥିଳ ହୋଇଛି। ପ୍ରିୟ ଦର୍ଶକ ବନ୍ଧୁ, ତ ଦେଖନ୍ତୁ, ତ ଆଉ ଯାକୋବ କ'ଣ କହୁଛନ୍ତି ତାର 5 ପର୍ବରେ, ମୁଁ ଦେଖିଅଛି ତୁମ୍ଭମାନଙ୍କର ପିତା ଆଗ ପରି ମୁଖ ମୋ ପ୍ରତି ନୁହେଁ, ମାତ୍ର ମୋହର ପୈତୃକ ଓ ପରମେଶ୍ୱର ମୋହର ସହାୟ ଅଟନ୍ତି। ଆଗ ପରି ତୁମର ବାପା ମୋ ପ୍ରତି ଏତେ ନାହିଁ। କିଏ କହୁଛନ୍ତି? ତାଙ୍କ ସ୍ତ୍ରୀମାନଙ୍କୁ ଯାକୋବ ଡାକିକି ପଚାରୁଛନ୍ତି, କହୁଛନ୍ତି ରାହେଲ ଆଉ ଲେଆଙ୍କୁ, ଦେଖନ୍ତୁ ମୋହର
ପ୍ରେମିକା ମାନେ ମୋର ଜୀବନ ସାଥୀ ମାନେ ଦେଖ ତମ ବାପା ଆଗ ପରି ମୋ ପ୍ରତି ଆଉ ନାହିଁ, ମୁହଁ ଦେଖି ଜାଣି ହେଉଛି। ପ୍ରିୟ ଦର୍ଶକ ବନ୍ଧୁ ଦେଖନ୍ତୁ, ଏତେ ତାଙ୍କ ଶ୍ୱଶୁର ଘରେ ଏତେ ପରିଶ୍ରମ କରୁଛନ୍ତି। ଦେଖ 6 ପଦରେ, ମୁଁ ଆପଣାର ସବୁ ବଳ ଦେଇ ତୁମମାନଙ୍କର ପିତାଙ୍କର ଦାସ୍ୟ କର୍ମ କରିଅଛି, ଏହା ତୁମେମାନେ ଜାଣ। ତଥାପି ତୁମମାନଙ୍କର ପିତା ମୋତେ ପ୍ରବଞ୍ଚନା କରି 10 ଥର ମୋହର ବର୍ତ୍ତନ ପରିବର୍ତ୍ତନ କରିଅଛନ୍ତି, ମାତ୍ର ପରମେଶ୍ୱର ତାହାଙ୍କୁ ମୋହର କ୍ଷତି କରିବାକୁ ଦେଇନାହାନ୍ତି। ପ୍ରିୟ ଦର୍ଶକ ବନ୍ଧୁ, ଆଜି ଆମମାନଙ୍କୁ ବର୍ତ୍ତନ ପରିବର୍ତ୍ତନ କରୁଅଛନ୍ତି। ଆଜିକାର ସମାଜରେ, ଆଜିକାର ଲୋକେ, ଆଜିକାର ଦେଶର ସବୁ ଜାଗାରେ ତ ଆମେ ଦେଖୁ। ତ ପ୍ରିୟ ଦର୍ଶକ ବନ୍ଧୁ, ଲୋକେ କହନ୍ତି ଯେ ନାଇଁ ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ ସନ୍ନିକଟ। ଓ ମାଇ ଗଡ୍, ଆଜି ଆମେ ମାନେ ମନ ଆଉ କେବେ ପରିବର୍ତ୍ତନ କରିବା? ମନ କହେ ଆମମାନଙ୍କର ମୁହଁ ଫୁଲି ଅଛି। ମନ ଯେ ଏମିତିକା ଜିନିଷ ମୁହଁ ଫୁଲେଇ ଦିଏ, ତାହାକୁ ମୁହଁ ବୋଇତାଳୁ ପରି କରାଏ, ତ ପ୍ରେମକୁ ଭାଙ୍ଗି ଚୁରବାର କରେ। ତ ସେହି ମନକୁ ପରିବର୍ତ୍ତନ କଲେ ପୁଣି ଆପେ ଜଡ଼ିତ ହୋଇଯାଏ। ତ ପ୍ରିୟ ଦର୍ଶକ ବନ୍ଧୁ, ପ୍ରିୟ ଶ୍ରୋତା ବନ୍ଧୁ, ମୋର ସାଙ୍ଗମାନେ, ମୋର ବନ୍ଧୁମାନେ, ଆପଣଙ୍କର ସାଙ୍ଗ ପ୍ରତି ଏ ପ୍ରକାର ବ୍ୟବହାର ହେବାର ଦେଖିଛ କି? ତେବେ এই ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ତାହାକୁ ପାଖକୁ ପଠାନ୍ତୁ। ତ ମୋର ପ୍ରିୟ ବନ୍ଧୁମାନେ, ତ ଯାକବ କହନ୍ତି ଏହି ପ୍ରକାର ପରମେଶ୍ୱର ଈଶ୍ୱର ଅଛନ୍ତି, ତ ସେହି ପ୍ରଭୁ ମୋତେ କେବେ ଛାଡ଼ନ୍ତି ନାହିଁ। ଆପଣଙ୍କର ଜୀବନରେ ଏ ପ୍ରକାର ଆପଣଙ୍କ ଶ୍ୱଶୁର, ଆପଣଙ୍କର ସାଙ୍ଗମାନେ, ଆପଣଙ୍କର ବନ୍ଧୁମାନେ, ଆପଣଙ୍କର ସାଥୀମାନେ କେବେ ଏମିତି ପ୍ରକାର କରିଥିବେ, ତ ନିଶ୍ଚିନ୍ତ ଭାବରେ କରିଥିବେ। ଯାକବ କହୁଛନ୍ତି, ମୁଁ ମୋର ବଳ ଖର୍ଚ୍ଚ କରି ତମ ବାପାଙ୍କ ଘରେ ମୁଁ 14 ବର୍ଷ କ'ଣ କଲି? ଚାକର ରହିଲି। ତମମାନଙ୍କ ପାଇଁ ଏତେ ବଳ ଖର୍ଚ୍ଚ କଲି, ତ ଶ୍ୱଶୁର ଘରେ ମୋ ପାଇଁ ଏତିକି ଟିକେ ସମ୍ମାନର ଜାଗା ନାହିଁ। କିନ୍ତୁ ଲୋକେ କହନ୍ତି ଶ୍ୱଶୁର ଘର ଜିନ୍ଦାବାଦ। ଶ୍ୱଶୁର ଘରକୁ ଗଲେ ମୋ ପାଇଁ ସବୁକିଛି ସମ୍ମାନ, ଆଦର, ପ୍ରେମ ମିଳେ ବୋଲି। କିନ୍ତୁ ଏବେ ଶ୍ୱଶୁର ଘରେ ଆଉ ଜିନ୍ଦାବାଦ ନୁହେଁ, ତ ମୁର୍ଦାବାଦ। ଓ ମାଇ ଗଡ୍, ସେଥିପାଇଁ ମୋର ପ୍ରିୟମାନେ ଦେଖନ୍ତୁ, ତ ସେମାନେ ଆମମାନଙ୍କର କ'ଣ କରନ୍ତି? ଏଇ ଦୁନିଆରେ ଆପଣଙ୍କର ସାଙ୍ଗ, ଆପଣଙ୍କର ବନ୍ଧୁ, ଆପଣଙ୍କର ପରିଚୟ, ଆପଣଙ୍କର ପରିଜନ କ'ଣ କରନ୍ତି? ଇଏ ମନ ପରିବର୍ତ୍ତନ କଲାରେ ବୋଲି କହୁଛନ୍ତି, ନାଇଁ କି? ଇଏ ଧର୍ମ ପରିବର୍ତ୍ତନ କଲାରେ ବୋଲି କହୁଛନ୍ତି। କିନ୍ତୁ ବାଇବଲ ଲେଖାଗଲା ଆଉ ଗୋଟେ ଜାଗାରେ, ତ ଏତେ ମାତ୍ରାରେ ଆମେ ମାନେ ଜାଣିପାରୁ ଯେ ମୁହଁ ଦେଖି ଜଣାପଡ଼ୁଛି ଇଏ ପରିବର୍ତ୍ତନ ହେଇଯାଇଛି। ଆଗ ପରି ଆଉ ନାହିଁ। ଆଗ ପରି ଇଏ ମଦ ପିଉ ନାହିଁ, ଆଗ ପରି ଜୁଆ ଖେଳୁ ନାହିଁ, ଆଗ ପରି ରାଗ ନାହିଁ, ଆଗ ପରି ତାର କ'ଣ ନାହିଁ, ଖରାପ ଗୁଣ ନାହିଁ ବୋଲି ମୁହଁ ଦେଖି, କଥା ଦେଖି ଲୋକେ ଜାଣିପାରିବେ, ଆରେ ଇଏ ପରିବର୍ତ୍ତନ ହେଇଛି। କହିଲେ କେତେ ଭଲ କି ନାଇଁ, ନାଇଁ କି? କେତେ ଭଲ, କେତେ ଖୁସିର କଥା ଯଦି ମୁହଁ ଦେଖି ଜାଣିବେ ଇଏ ଆଉ ଆଗ ପରି ନାହିଁ ରେ, ଏତେ ଖରାପ ହେଇଗଲା, ତାର ଚରିତ୍ର ଖରାପ, ତାଙ୍କ ଫ୍ୟାମିଲି ବ୍ୟାକଗ୍ରାଉଣ୍ଡ ଅଲଗା ବୋଲି ଯଦି କହିଦେବେ, ବୋଲି କେତେ ଦୁଃଖର ବିଷୟ ନେଇକି ମୁହଁ ଦେଖି ଜାଣନ୍ତି। ସେଥିପାଇଁ ମୋର ପ୍ରିୟମାନେ, ଆମ୍ଭେମାନେ ଯେପରି ଆମମାନଙ୍କର ବର୍ତ୍ତନ ପରିବର୍ତ୍ତନ ନ କରୁ, ଆମମାନଙ୍କର ବ୍ୟବହାର, ଆମମାନଙ୍କର ଖାଦ୍ୟ, ଆମମାନଙ୍କର ପିଇବା, ଆମମାନଙ୍କର ଖାଇବା, ସବୁ ବର୍ତ୍ତନକୁ ଲୋକେ ଦେଖି ବୁଝନ୍ତି ଆଉ ଜାଣନ୍ତି ଏ ଟିକେ ଅଲଗା ବ୍ୟାକଗ୍ରାଉଣ୍ଡ ଲୋକ। ତ ବହୁତ ଭଲ ବିଷୟ ତ ଦେଖିବାକୁ ଯିବା। ସଦାପ୍ରଭୁ ପରମେଶ୍ୱର ଆପଣଙ୍କୁ କେବେ ଛାଡ଼ନ୍ତି ନାହିଁ। ସେଥିପାଇଁ ମୋର ପ୍ରିୟମାନେ, ଆମମାନଙ୍କର ମୁହଁ ଦେଖି, ଆମମାନଙ୍କର କଥା ଦେଖି, ଆମମାନଙ୍କର ବ୍ୟବହାର ଦେଖି ଯେପରି ଲୋକ ପରିବର୍ତ୍ତନ ହେବେ, ସେଥିପାଇଁ ଆମ୍ଭେମାନେ ସମସ୍ତେ ଯାକୋବଙ୍କ ପରି ପ୍ରାର୍ଥନାମୟ ଜୀବନ କାଟିବାକୁ ପଡ଼ିବ। ମୋର ପ୍ରିୟମାନେ, ଆଜିର ଭିଡ଼ିଓ କେମିତି ଲାଗିଲା? ପୁଣି ଦେଖା ହେବା ଆଗାମୀ ଭିଡ଼ିଓରେ। ପ୍ଲିଜ୍ ଦ ଲର୍ଡ। ଧନ୍ୟବାଦ।